25-30 ପାଖାପାଖି ହେବେ ଆସି ଏଇଭଳିଆ ଯୋଜନା କରିଛନ୍ତି। କେବଳ ସେ ଦିଲ୍ଲୀପ ନାୟକ ପରିବାରକୁ ଟାର୍ଗେଟ୍ କରୁଛନ୍ତି। ନାଇଁ କାଲି ଆମ ଗାଁରେ ମଧ୍ୟ ଅଲଗା ପ୍ରଶାସନ ପାତ୍ରପଡ଼ା ଭଗବାନପୁର ଯୋଡ଼ାଇ ଗାଁ ସେଠି ବି 4ଟି ପ୍ରଶାସନ ଲଗାତାର ହେଇଥିଲା, ସୁରୁଖୁରୁରେ ସଜାଇଥିଲା। କିନ୍ତୁ ଏଇ ଯେଉଁ କାଲି ଘଟଣାଟି ଘଟିଛି, ଯେଉଁ ସାମନ୍ତରା ପରିବାର ଆଉ କିଛି ବାରିକଘର ପରିବାର ଏମାନେ ଯେଉଁ ପ୍ରଶାସନଟି ଆଣିଛନ୍ତି, ମୁଁ ମିଡ଼ିଆ ମାଧ୍ୟମରେ ସର୍ବପ୍ରଥମେ କହିବାକୁ ଚାହେଁ ଯେ ସେମାନେ ପ୍ରକୃତ ଉପାୟରେ ମାନେ ପରମିଶନ୍ ଆଣିନାହାନ୍ତି। ସେମାନେ ଘଣ୍ଟ ବାଡ଼େଇକି ପକେଇବେ ବୋଲି ପରମିଶନ୍ ଆଣିଥିଲେ। ଯଦି ବି କାଲି ସେ ଆଣିଲେ ଯେଉଁ ଲେଟ୍ ନାଇଟ୍ରେ 8ଟା 8:30 ପରେ ଆଣିଛନ୍ତି, ଆଣିଲା ପରେ ଦିଲ୍ଲୀପ ନାୟକ ପରିବାର ଯେଉଁ ଅଛି, ଦିଲ୍ଲୀପ ନାୟକ ମୁଁ କହିଦେଉଛି ଚାହେଁ ସେ ହେଲା 18/6/2015 ମସିହାରେ ଦିଲ୍ଲୀପ ନାୟକକୁ ଗୁଳିବିଦ୍ଧ କରାଯାଇକି ମରାଯାଇଥିଲା ଯେଉଁଟା ଏମ୍ସ ହସ୍ପିଟାଲ ପଛପଟେ। ସେଥିରେ ମୁଖ୍ୟ ନାୟକ ରାଜେନ୍ଦ୍ର ବାରିକ, ସେକେଣ୍ଡ ଆକ୍ୟୁଜ୍ ହେଲା ଜୀବନ ଜ୍ୟୋତି ସାମନ୍ତରାୟ। ସେଇ କେସ୍କୁ ଚପେଇବା ପାଇଁ ଯେହେତୁ ଦିଲ୍ଲୀପ ନାୟକ ପରିବାରର ତା ଭାଇ ଆସନ୍ତା 11 ତାରିଖ ମାନ୍ୟବର କୋର୍ଟଙ୍କ ମାଧ୍ୟମରେ ସାକ୍ଷୀ ଗ୍ରହଣ ତାର କରାଯିବ, ସାକ୍ଷୀ ଦେବ। ତାପରେ ମୁଁ ମଧ୍ୟ ସେଥିରୁ ମୁଖ୍ୟ ସାକ୍ଷୀ ଅଛି, ମୁଁ ମଧ୍ୟ ଦେବି। ଆଉ ଆଗରୁ 4ଟି ସାକ୍ଷୀ ଆମର ଯାଇଛନ୍ତି। ସଜା ହେବାର ସମ୍ଭାବନା ବହୁତ ତାଙ୍କୁ ଅଛି ଜୁଡ଼ିସିଆଲରେ। ତାକୁ ଆକ୍ରୋଶ ରଖିକି ବାରମ୍ବାର ଧମକ ଦେଇ କେସ୍ ଉଠାଇବା ପାଇଁ ସେ ଚାହୁଁଥିଲେ। ଯେହେତୁ ଆଗାମୀ ଦିନରେ ଅଛି ତାର ମାନେ ସାକ୍ଷୀ ଦେବା ପାଇଁ, ତାକୁ ଚପେଇବା ପାଇଁ ତାଙ୍କ ଘର ପାଖରେ କାଲି ଆସି ପ୍ରଶାସନକୁ ଗଣ୍ଡଗୋଳ କରି ସେମାନେ ତାଙ୍କ ବୁଢ଼ୀ ମା ଯିଏ ତାଙ୍କୁ ଗାଡ଼ି ମଡ଼େଇଲେ ତାଙ୍କ ଆଡ଼େ, ସେ ଯେତେବେଳେ ବିରୋଧ କଲେ ଦିଲ୍ଲୀପ ନାୟକ ବୋଉ ତାକୁ 70 ବର୍ଷରୁ ଏଭବ ହେବ ତାକୁ ବାଡ଼ିଆ ବାଡ଼ି କଲେ। ତାଙ୍କର ଯେ ଦିଲ୍ଲୀପ ନାୟକର ଯିଏ ଝିଅ ହେଇକି ଆସି ବାହାରିଲେ, ତାଙ୍କର ଘର ପରିବାର ଯେତେବେଳେ ବାହାରିଲେ ତାଙ୍କୁ ମଧ୍ୟ ବାଡ଼େଇକି ମାନେ କ୍ଷତି ପହଞ୍ଚେଇଛନ୍ତି। ତାପରେ ସେଠି ଦିଲ୍ଲୀପ ନାୟକର ଯିଏ ଦାଦା କରୁଣାକର ନାୟକ ମୋତେ ଫୋନ୍ କଲେ। ମୁଁ ଖଣ୍ଡଗିରି ଆଇଏସ୍ ଅଭିମନ୍ୟୁ ସାର୍ଙ୍କୁ ଫୋନ୍ କଲି, ସେମାନେ ଭ୍ୟାନ୍ ପଠାଇଲେ, ଆମେ ଯାଇକି ଉପସ୍ଥିତ ରହିଲୁ। ତାପରେ ସେଇଟା ଥାନା ମାଧ୍ୟମରେ PCR ଭ୍ୟାନ୍ରେ 6 ନମ୍ବର ହସ୍ପିଟାଲରୁ ରେଫର୍ କଲେ। 6 ନମ୍ବର ହସ୍ପିଟାଲ ସେଠୁ ଏମ୍ସ ହସ୍ପିଟାଲ ରେଫର୍ କଲା। ଜାଣି ଶୁଣିକି ଏମାନେ ଆର ବର୍ଷ କିଛି ଆମ ଗାଁରେ ସବର୍ଣ୍ଣ ଆଉ ଅସବର୍ଣ୍ଣ ଭିତରେ ଗୋଟା ଗଣ୍ଡଗୋଳ କରିବାକୁ ମଧ୍ୟ ମାନେ ପ୍ରବର୍ତ୍ତାଇଥିଲେ। ଆର ବର୍ଷ ମୋ ମାଧ୍ୟମରେ ପୋଲିସ ମାନେ ବୁଝାସୁଝାକି ଗାଁ ଶାନ୍ତ ପଡ଼ିଥିଲା। ଯେଉଁମାନଙ୍କୁ ଆର ବର୍ଷ ସେମାନେ ଯେଉଁ ଆମର କିଛି ଜନ ଭାଇମାନେ ଅଛନ୍ତି ଆଉ ତାଙ୍କୁ ସେମାନେ ଏଥରକ ପ୍ରବର୍ତ୍ତାଉଥିଲେ ଝାମେଲା କରିବା ପାଇଁ ଦିଲ୍ଲୀପ ନାୟକ ପରିବାର ସାଙ୍ଗେ ଆଉ ଗାଁରେ ବିଶୃଙ୍ଖଳା ପାଇଁ। ସେମାନେ ଆଙ୍କ କଥାରେ ପଡ଼ିଲେନି। ନ ପଡ଼ିଲା ପରେ ଇଏ ସଂଘବଦ୍ଧ ହେଇକି ଆଙ୍କର 2 ପରିବାର, ସାମନ୍ତରା ପରିବାର, ବାରିକ ପରିବାର ଆଉ କିଛି ବାହାରୁ ଲୋକ ଆସିଥିଲେ, ଏମିତି 25-30 ପାଖାପାଖି ହେବେ ଆସି ଏଇଭଳିଆ ଯୋଜନା କରିଛନ୍ତି। କେବଳ ସେ ଦିଲ୍ଲୀପ ନାୟକ ପରିବାରକୁ ଟାର୍ଗେଟ୍ କରୁଛନ୍ତି।